सरस्वती मैथ एजुकेशन यूट्यूब चैनल को स्वागत। आज आम पढ़ा पंचम श्रेणी नूतन गणित बही गणित प्रकाश तार प्रथम पाठ पाठ 1 आमे समस्ते यात्री। तुमको पढ़ाई लिखा जाइए सबू है केते दूर पर्यंत तुम्हें जाइच से कथा ताकू तुम माने बहिरु सब पढ़ बड़ संख्या को पढ़ा आउ लिखा हजार हजार संख्यार वस्तु को तुम्हें संख्यारे किपरि लिखिबो। आस हजार रु आरंभ करिवा। जदि आमे एथिरे हजार लेखाएं जोग करिवा तेबे आमे केउ संख्या सब पाइबा। देखो एठी दिया जाइछि हजारे हजार रे आउ हजार जोग कले 2000 2000 रे हजार जोग कले केते हबो ना 3000 3000 रे हजार जोग कले 4000 तापरे 4000 रे हजार जोग कले 5000 6000 एभली हजार लेखे जोग कले 7000 एवं 8000 8000 रे हजार जोग कले 9000। एबे 9000 रे हजार जोग कले क्यों संख्या पाइबा 10000 पाइबा। जो 10000 को आमे एमती लिखिबा 10000 एठी ये होची 5 अंक विशिष्ट संख्या हैला। आ गोटे स्थान अधिक एथिरे रहिची पंचम स्थान बोले पंचम स्थान रो ना हला अयुत स्थान। एको आमे एक अयुत बा 10000 बोली कहिबा। 10000 बा एको कहिबा एक अयुत। तले थिबा सारणी को देख एवं संख्या लिखिबार क्रम को लक्ष्य कर। स्थानीय मान सारणी रे आमे 10000 पाई आउ एक स्तंभ जोड़ीचु। 10000 को एक अयुत मध्य कहा जाए हैला। एठी गोटे स्थानीय मान सारणी दिया जाइछि। ये हला एकक स्थान दशक स्थान शतक स्थान बा 100 हजार स्थान एवं 10000 बा अयुत स्थान। देख एकक स्थान रो स्थानीय मान होची 1 दशक स्थान रो स्थानीय मान हला 10 शतक स्थान रो स्थानीय मान होची 100 एवं हजार स्थान रो स्थानीय मान 1000 आउ 10000 बा अयुत स्थान रो स्थानीय मान होची एक अयुत बा 10000। 10 1 समाने 1 10 बा 10 तेणु 10 1 समान 1 10 10 10 समाने 100 बा 100 एवं 10 100 समाने 1000। एकक स्थान रो 10 गुण होची दशक स्थान एवं दशक स्थान रो 10 गुण होची शतक स्थान और शतक स्थान रो 10 गुण हजार स्थान हजार स्थान रो 10 गुण 10000 स्थान बा अयुत स्थान। 10000 कहले 10टी हजार हजार संख्या कार्ड सब रही 1000 टिकिया संख्या कार्ड केतेटा अछि 10टा अछि। तेणु ये 10टी हजार हैला बा ताको आमे संख्या रे लिखिले 10000। बड़ संख्या गुडी को सहजरे पढ़िबा पई आमे सेथिरे कमा व्यवहार करू हैला। तेबे कमा व्यवहार करिया पई हेले संख्यार डाहाण पार्श्वरु 3टी अंक छाड़िकिरी प्रथम कमा दिया जाए। परवर्ती समय रे
ବା ତାର 2ଟି ଅଙ୍କ ପରେ ଆଉ ଗୋଟିଏ କମା ଦିଆଯାଏ। ଭାରତୀୟ ସଂଖ୍ୟା ଲିଖନ ପ୍ରଣାଳୀରେ ସ୍ଥାନୀୟ ମାନ ଅନୁସାରେ ସଂଖ୍ୟା ଗୁଡ଼ିକୁ କିପରି ପଢ଼ିବା ଓ ଲେଖିବା ଆମେ ମନେ ରଖିଛେ। 0 ରୁ 9 ପର୍ଯ୍ୟନ୍ତ ମୋଟ 10ଟି ଅଙ୍କକୁ ନେଇ ଏଇ ବଡ଼ ବଡ଼ ସଂଖ୍ୟା ସବୁ ଲେଖାଯାଏ ହେଲା। ଅଙ୍କ ସଂଖ୍ୟା ହେଉଛି 10। 10ଟି ଅଙ୍କ ରହିଛି 0 ରୁ 9 ପର୍ଯ୍ୟନ୍ତ। 0 1 2 3 4 5 6 7 8 9 ଏଇ ଯେଉଁ 10ଟି ଅଙ୍କକୁ ବ୍ୟବହାର କରିକିରି ସବୁ ବଡ଼ ବଡ଼ ସଂଖ୍ୟା ଗଠନ କରାଯାଏ। ଉଦାହରଣ ସ୍ୱରୂପ ଏଠି ଗୋଟେ ସଂଖ୍ୟା ରହିଛି ଦେଖ 1380। ଏହାକୁ ବିସ୍ତାରିତ କରିକି ଏଠି ଲେଖି ଦିଆଯାଇଛି ଦେଖ 1000 ଯୋଗ 300 ଯୋଗ 8 ଅଛି ଦଶକ ସ୍ଥାନରେ ତେଣୁ 8 10 ଆଉ 0 ଅଛି ଏକକ ସ୍ଥାନରେ ତେଣୁ 0 1 ହେଲା। ଏହାକୁ ସଂଖ୍ୟା କାର୍ଡରେ ଦର୍ଶାଇଲେ 1000 1000 ବୋଲେ 1000 ଟିକେ ଯେଉଁ ସଂଖ୍ୟା କାର୍ଡ ଗୋଟିଏ 100 3ଟା 300 ତେଣୁ ସଂଖ୍ୟା କାର୍ଡ 3ଟା ବ୍ୟବହାର କରାଯାଇଛି। ଆଉ 8 10 ହେଲା 10 ସଂଖ୍ୟା କାର୍ଡ 8ଟିକୁ ବ୍ୟବହାର କରାଯାଇଛି ହେଲା। ତେଣୁ ଇଏ ହେଲା 1380। ସେଇଭଳି 9123 ତାକୁ ବିସ୍ତାରିତ କରିକି ଲେଖିଲେ ଦେଖ 1000 ସ୍ଥାନରେ ଅଛି 9 ତେଣୁ 9000, ଶତକ ସ୍ଥାନରେ ଅଛି 1 ତେଣୁ 100, ଦଶକ ସ୍ଥାନରେ 2 ଅର୍ଥାତ 2 10 ଏବଂ ଏକକ ସ୍ଥାନରେ 3 କହିଲେ 3 1 ହେଲା। ତାକୁ ସଂଖ୍ୟା କାର୍ଡରେ ଦର୍ଶାଇଲେ 9000 1000 ସଂଖ୍ୟା କାର୍ଡ 9ଟା ଏବଂ 100 ବୋଲେ 100 ସଂଖ୍ୟା କାର୍ଡ ଗୋଟିଏ, 2 10 10 ସଂଖ୍ୟା କାର୍ଡ 2ଟି ଆଉ 3 1 1 ସଂଖ୍ୟା କାର୍ଡ 3ଟି ହେଲା। ଏଭଳି ସଂଖ୍ୟା କାର୍ଡ ଦ୍ୱାରା ମଧ୍ୟ ସଂଖ୍ୟାକୁ ବିସ୍ତାରିତ କରିକି ତାର ସ୍ଥାନୀୟ ମାନ ଜାଣିହୁଏ। 10,000ରୁ ବଡ଼ ସଂଖ୍ୟାକୁ କିପରି ପଢ଼ିବା ଓ ଲେଖିବା 9999ରୁ ସାନ ସଂଖ୍ୟାକୁ ଲେଖିବା ପରି ଆମେ ସେଗୁଡ଼ିକୁ ଲେଖିଥାଉ। ବହିର ଶେଷରେ ଦିଆଯାଇଥିବା ସଂଖ୍ୟା କାର୍ଡ ଗୁଡ଼ିକୁ ମଧ୍ୟ ବ୍ୟବହାର କରିହେବ ହେଲା। ଏଠି ଦେଖ ସାରଣୀଟିଏ ରହିଛି, ସଂଖ୍ୟା କାର୍ଡ ଅଛି ଏବଂ ତାକୁ ସ୍ଥାନୀୟ ମାନ ସାରଣୀରେ ସଜେଇକି ଆମେ ଲେଖିକି ସଂଖ୍ୟାର ନାମ ଲେଖିପାରିବା। ସଂଖ୍ୟା କାର୍ଡ ସଂଖ୍ୟା ଏଠି ହେଉଛି ସ୍ଥାନୀୟ ମାନ ସାରଣୀ 10,000 1000 100 ଆଉ 10 1 ଏବଂ ସଂଖ୍ୟାର ନାମ। ଏଠି ଦେଖ ସଂଖ୍ୟା କାର୍ଡରେ ରହିଛି 10,000 ଆଉ 1। 10,000 ସଂଖ୍ୟା କାର୍ଡ ଗୋଟିଏ 1 ଗୋଟିଏ ବୋଲେ 10,001 ହେଲା। ଏଠି ସଂଖ୍ୟାଟି ଲେଖା ହେଇଛି ଦେଖ 10,001 ହେଲା। ଏଠି ସ୍ଥାନୀୟ ମାନ ସାରଣୀରେ ଏ 1ଟି ରହିବ 10,000 ଘରେ ଏବଂ ଏକକ ସ୍ଥାନରେ ଯେଉଁ 1ଟି ରହିଛି ତାହା ଏକକ ସ୍ଥାନରେ ରହିବ। ବାକି 1000 ଶତକ ଦଶକ ସ୍ଥାନରେ 0 ରହିବ ହେଲା। ଏ ହେଲା 10,001। ଏଠି ଅକ୍ଷରରେ ସଂଖ୍ୟାଟିକୁ ସଂଖ୍ୟାର ନାମକୁ ଲେଖା ହେଇଛି। ଏଠି ଦେଖ 10,000 1 1 ହେଲା। କେତେ ହେଲା 10,002। ଏଠି ସଂଖ୍ୟାଟି ଲେଖା ହେଇଛି 10,002। 10,000 ସ୍ଥାନରେ 1 ଆଉ ଏକକ ସ୍ଥାନରେ 2 ବାକି 1000 ଶତକ ଆଉ ଦଶକ ସ୍ଥାନରେ 0। ସଂଖ୍ୟା ନାମକୁ ଏଭଳି ଲେଖିବା 10,002। ତାପରେ ଅଛି 10,000 ଆଉ ଗୋଟେ ସଂଖ୍ୟା କାର୍ଡ ଅଛି 10 ବୋଲେ 10,010 ହେଲା। ଏଠି 10,010କୁ ଆମେ ସଂଖ୍ୟାରେ ଲେଖିଲା ବେଳେ ଶତକ ଘରେ 0 ଲେଖିବା ଆଉ 1000 ଘରେ 0 ଲେଖିବା ହେଲା। ତେଣୁ 10,010 ଏହାକୁ ସ୍ଥାନୀୟ ମାନ ସାରଣୀରେ ସଜେଇଲେ 10,000 ଘରେ 1 ଏବଂ ଦଶକ ଘରେ 1 ବାକି 1000 ଶତକ ଆଉ ଏକକ ଘରେ 0 ରହିବ ହେଲା। ଏ ହେଲା 10,010। ଆକୁ ସଂଖ୍ୟାର ନାମକୁ ଏଭଳି ଲେଖାଯିବ 10,010। ସଂଖ୍ୟା କାର୍ଡକୁ ଦେଖ 10,000 ସଂଖ୍ୟା କାର୍ଡ ଗୋଟିଏ ଅଛି। ତାପରେ
10 ସଂଖ୍ୟା କାର୍ଡ 2ଟି ବୋଲେ 10,000 ଇଏ ହେଲା 10 10 20 ଏବଂ 1 ସଂଖ୍ୟା କାର୍ଡ 4ଟା ବୋଲେ 20 ଇଏ 4 24 ବୋଲେ 10,024 ତାକୁ ଆମେ ସଂଖ୍ୟାରେ ଲେଖିଲେ 10,024 2 10 4 24 ଶତକ ଆଉ ହଜାର ସ୍ଥାନରେ ଶୂନ ରହିବ ହେଲା। ସ୍ଥାନୀୟ ମାନ ସାରଣୀରେ ସଜେଇ ଦେଲେ 10,000 ଘରେ 1 1000 ଘରେ 0 ଶତକ ଘରେ 0 ଏବଂ 24 ଦଶକ ଘରେ 2 ଏକକ ଘରେ 4 10,024 ସଂଖ୍ୟା ନାମ। 10,000 ସଂଖ୍ୟା କାର୍ଡ ଗୋଟିଏ 10 ସଂଖ୍ୟା କାର୍ଡ 3ଟି 1 2 3 ବୋଲେ କେତେ ହେଲା 30 ଏବଂ 1 ସଂଖ୍ୟା କାର୍ଡ 3ଟା ବୋଲେ 30 3 33 10,033 ତାକୁ ସଂଖ୍ୟାରେ ଲେଖିଲେ ଦେଖ ଏହାକୁ ସ୍ଥାନୀୟ ମାନରେ ସଜେଇଲେ 10,000 ଘରେ 1 1000 ଘରେ 0 ଏବଂ ଶତକ ଘରେ 0 ଦଶକ ଘରେ 3 ଏକକ ଘରେ ବି 3 ହେଲା 10,033। 10,000 ସଂଖ୍ୟା କାର୍ଡ ଗୋଟିଏ ଏବଂ 100 ସଂଖ୍ୟା କାର୍ଡ 4ଟା କେତେ ହେଲା 400 ସେମିତି 10 ସଂଖ୍ୟା କାର୍ଡ 1 2 3 4 5 ଏଠି ଗୋଟେ ଲିଭି ଯାଇଛି ହେଲା 5 10 ସଂଖ୍ୟା କାର୍ଡ 5 ହେଲେ 50 ଏବଂ 1 ସଂଖ୍ୟା କାର୍ଡ ଅଛି 8ଟା ବୋଲେ 8 ବୋଲେ 10,458 ହେଲା। ତାକୁ ସ୍ଥାନୀୟ ମାନ ସାରଣୀରେ ସଜେଇଲେ 10,000 ଘରେ 1 1000 ଘରେ 0 ଏବଂ ଶତକ ଘରେ 4 ଦଶକ ଘରେ 5 ଏକକ ଘରେ 8 ଏ ଶତକ ସଂଖ୍ୟା କାର୍ଡ 4ଟା ଅଛି ବୋଲେ ଶହକ ଘରେ 4 ଲେଖିବା। ଦଶକ ସଂଖ୍ୟା କାର୍ଡ 5 ଅଛି 5ଟା ଅଛି ବୋଲେ ଦଶକ ଘରେ 5 ଏବଂ ଏକକ ସଂଖ୍ୟା କାର୍ଡ 8ଟା ଅଛି ବୋଲେ ଏକକ ଘରେ 8 ହେଲା 10,458। ଆଉ କେତେକ ସଂଖ୍ୟା କାର୍ଡ ରହିଛି ସେମିତି ସ୍ଥାନୀୟ ମାନ ସାରଣୀରେ ଲେଖିବା। ଏଠି 10,000 ସଂଖ୍ୟା କାର୍ଡ ଗୋଟିଏ ଅଛି 10,000 ବୋଲେ 10,000 ଘରେ 1 ଏବଂ 1000 ସଂଖ୍ୟା କାର୍ଡ ଅଛି ଗୋଟିଏ ତେଣୁ 1000 ଘରେ ଅଛି 1 ଶତକ 100 ସଂଖ୍ୟା କାର୍ଡ ଅଛି 2ଟା ତେଣୁ ଶହକ ଘରେ 2 ଏବଂ 10 ସଂଖ୍ୟା କାର୍ଡ ଗୋଟିଏ ଅଛି ଦଶକ ଘରେ 1 ଆଉ 1 ସଂଖ୍ୟା କାର୍ଡ ଅଛି 4ଟା ତେଣୁ ଏକକ ଘରେ 4 ଏ ସଂଖ୍ୟାଟି ହେଲା କେତେ 11,214 ତେଣୁ ଏଠି ସଂଖ୍ୟାର ନାମ ଲେଖିବା 11,214 10,000 ସଂଖ୍ୟା କାର୍ଡ ଅଛି ଗୋଟିଏ ତେଣୁ 10,000 ଘରେ 1 ଏବଂ 1000 ସଂଖ୍ୟା କାର୍ଡ ଅଛି 3ଟି ତେଣୁ 1000 ଘରେ 3 ଏବଂ 100 ସଂଖ୍ୟା କାର୍ଡ ଅଛି 5ଟି ଶହକ ଘରେ ଲେଖିବା 5 ଆଉ 10 ସଂଖ୍ୟା କାର୍ଡ ଅଛି 2ଟି ଦଶକ ଘରେ 2 ଲେଖିବା 1 ସଂଖ୍ୟା କାର୍ଡ ନାହିଁ କିଛି ନାହିଁ ବୋଲେ ଏକକ ଘରେ 0 ଲେଖିଦିଅ। ଏ ସଂଖ୍ୟାଟି ହେଲା କେତେ 13,520 ହେଲା ଲେଖା ହେଇଛି 13,520 ତ 10,000 ସଂଖ୍ୟା କାର୍ଡ 2ଟି ତେଣୁ 10,000 10,000 କେତେ 20,000 ଏଇଭଳି 20,000 ଲେଖା ହବ ଶତକ ଦଶକ ଏକକ ଆଉ ହଜାର ଘରେ 0 ରହିବ ଏବଂ ସ୍ଥାନୀୟ ମାନ ସାରଣୀରେ ସଜେଇକି ଲେଖିଲେ 10,000 ଘରେ 2 ବାକି ସବୁ ସ୍ଥାନରେ
ଶୂନ ହେଲା। ଇଏ ହେଲା 20,000। 10,000 ସଂଖ୍ୟା କାର୍ଡ କେତୋଟି ଅଛି? 1 2 3 4 ବୋଲେ କେତେ ହଜାର ହେଲା? 40,000। ବୋଲେ 10,000 ଘରେ ଆମେ ଏମିତି 4 ଲେଖିପାରିବା। ତାପରେ 1000 ସଂଖ୍ୟା କାର୍ଡ ଅଛି 1 2 3 4 5। ତେଣୁ 1000 ଘରେ ଲେଖିବା 5, 5,000। 100 ସଂଖ୍ୟା କାର୍ଡ 8ଟା ଅଛି, ତେଣୁ 100 ଘରେ 8 ଲେଖିବା ଅର୍ଥାତ୍ 800। ଏବଂ 10 ସଂଖ୍ୟା କାର୍ଡ 1 2 3 4 5 6, 6ଟା ଅଛି। 10 ଘରେ ଲେଖିବା 6, 6 10 ବା 60। ଏବଂ 1 ସଂଖ୍ୟା କାର୍ଡ 7ଟା ଅଛି ହେଲା। 1 ଘରେ ଲେଖିବା 7 1 ବା 7। ସଂଖ୍ୟାଟି ହେଇଗଲା କେତେ? 45,867। ସଂଖ୍ୟା ଗୁଡ଼ିକର କ୍ରମ ଦେଖି ଶୂନ୍ୟ ସ୍ଥାନ ପୂରଣ କର। ଏହାର ଶୂନ୍ୟ ସ୍ଥାନକୁ ପୂରଣ କରିବା ପାଇଁ ହେଲେ ଏ ସଂଖ୍ୟାର କ୍ରମକୁ ଆଗ ଲକ୍ଷ୍ୟ କରିବା। ଦେଖ କରେ ରହିଛି କ'ଣ? 456, 567 ଆଉ 678। ଏଠି କ୍ରମକୁ ଲକ୍ଷ୍ୟ କର। ସହକରେ ପ୍ରଥମ ସଂଖ୍ୟାରେ 4, ଦ୍ୱିତୀୟ ସଂଖ୍ୟାରେ 5, ତୃତୀୟ ସଂଖ୍ୟାରେ 6, ଅର୍ଥାତ୍ ଶତକ ସ୍ଥାନର ଅଙ୍କ 1 ଲେଖାଏଁ ବଢ଼ି ବଢ଼ି ଯାଉଛି। ସେମିତି ଦଶକ ସ୍ଥାନ ଅଙ୍କକୁ ଦେଖିଲେ ପ୍ରଥମ ସଂଖ୍ୟାରେ ଅଛି 5, ଦ୍ୱିତୀୟ ସଂଖ୍ୟାରେ 6, ତୃତୀୟ ସଂଖ୍ୟାରେ 7। ବୋଲେ ଦଶକ ସ୍ଥାନ ଅଙ୍କ ମଧ୍ୟ 1 ଲେଖାଏଁ ବଢ଼ୁଛି। ଏବଂ ଏକକ ସ୍ଥାନ ଅଙ୍କ ସେଭଳି 6, 7 ଆଉ 8। ଏକକ ସ୍ଥାନ ଅଙ୍କ ମଧ୍ୟ 1 1 ବଢ଼ୁଛି। ତାମାନେ ପରବର୍ତ୍ତୀ ସଂଖ୍ୟାଟି ସବୁବେଳେ ଶତକ ସ୍ଥାନର ଅଙ୍କରେ 1 ବଢ଼ିବ, ଦଶକ ସ୍ଥାନ ଅଙ୍କରେ 1 ବଢ଼ିବ ଆଉ ଏକକ ସ୍ଥାନ ଅଙ୍କରେ ମଧ୍ୟ 1 ବଢ଼ିବ। ତେଣୁ ଏଠି ଯେଉଁ 678 ଅଛି, ଏଠି 6ଟା ହେଇଯିବ 7, 7ଟା ହେଇଯିବ 8, 8 ହେଇଯିବ 9। କେତେ ହେଲା? 799। ଯେଉଁ ସଂଖ୍ୟା ଗୁଡ଼ିକ ସବୁ 111 ଲେଖାଏଁ ଅଧିକ ହେଉଛି। ଯେହେତୁ ପ୍ରତ୍ୟେକ ଅଙ୍କ ତାର ପରବର୍ତ୍ତୀ ସଂଖ୍ୟା ଅଙ୍କରେ 1 ଅଧିକ ହେଉଛି, ତେଣୁ 111 ଅଧିକ ହେଉଛି। ତାହେଲେ ଏଠି 111କୁ ଯୋଗ କରିବାକୁ ପଡ଼ିବ ହେଲା। ବୋଲେ 111 ଯୋଗ କଲେ 9 1 10, 0 ଥିଲା 1 ହେଲା। ବୋଲେ 8 1 9 1 10, 0 ଥିଲା 1, 7 2 9, ଇଏ ହବ 900। ତାର ପରବର୍ତ୍ତୀ ସଂଖ୍ୟା ସେମିତି 111 ଅଧିକ ହବ ହେଲା, 1011। ଏବଂ ତାପରେ 111 ମିଶେଇବା। 1 ରେ 1 ମିଶିଲେ 2, 2 ରେ 1 ରେ 1 ମିଶିଲେ 2, ତାପରେ 10 ରେ 1 ମିଶିଲେ 11। ବୋଲେ 1122। 1050, ତାପରେ ଶୂନ୍ୟ ସ୍ଥାନ ଅଛି 3150, 4200। ଏ ସଂଖ୍ୟାକୁ ଲକ୍ଷ୍ୟ କର। ଏଠି 1000 ଘରେ 1, ଏଠି 3 ଆଉ ଏଠି 4। ତେଣୁ ଏଠି 1000 ଘରେ 1 ବଢ଼ୁଛି ହେଲା। ତାପରେ ଯେଉଁ 50 ଅଛି, ଏଠି 100 ହବ, ଏଠି 150 ହବ ହେଲା। ବୋଲେ 1000 ଘର ଅଙ୍କରେ 1 ଯୋଗ କରିବା ଏବଂ ତାପରେ 50 ଲେଖାଏଁ ଯୋଗ କରିବା। ଯେମିତି 1050, 2100 ହେଲା 2100। ତାପରେ ଅଛି 3150, 100ରେ ଆଉ 50 ମିଶିଲା ଏବଂ 1000 ଘର 1 ଅଧିକ ହେଲା। ଏଠି ହେଲା 4200, 150ରେ 50 ମିଶିଲେ 200, 1000 ଘରେ 1 ବଢ଼ିଲା 4200। ତାହେଲେ ଏଠି କେତେ ହବ ନା 4000ଟା ହେଇଯିବ 5000 ଆଉ 250 ହେଲା। ଏଠି ହବ 5250, 6300। ଏବଂ ତାपर ସଂଖ୍ୟା ହବ 7350। ଗ 5501, 6401, 7301। 1000 ସ୍ଥାନର ଅଙ୍କ 1 1 ବଢ଼ି ଯାଉଛି, 5000, 6000 ଆଉ 7000। କିନ୍ତୁ
शतक स्थान अंक 5 4 3 1 1 कमुच है आउ दशक आउ एकक स्थान अंक समान रहुची 0 आउ 1 लेखे तेणु ये 7301 तार परवर्ती संख्याटी हो 7000 पर 8000 है एवं 300 रु 1 कमिले 201 8201 है तापरे 9101 9101 10,000 है 1 घ 10,100 10,200 10,300 एठी संख्या गुड़िक सब 100 लेखाएं अधिक होती 10,100 10,200 10,300 तापर संख्याटी हो केते 10,400 10,400 तापर संख्या हम 10,500 है तीर चिन्ह जो आड़िक दिखाई सियाड़ के लिखा 10,500 तापरे एठी हम 10,600 तापरे हम 10,700 10,700 है ता तले लिखा पड़ो तीर चिन्ह दिखाई तलू 10,800 लिखा 10,800 एवं 10,900 ये 900 रे 100 मिसिले 1000 बोले 11,000 11,000 मुओ 10,105 10,125 105 125 केते अधिक 20 अधिक 20 लेखाएं जो करी संख्या गुड़ी को लिखा 10,025 125 रे 20 मिसेले 145 लिखा हम 10,145 10,145 10,165 165 रे 20 मिसिले 185 10,185 10,205 10,205 पुणी 20 मिसेले 10,225 10,225 तापरे 20 मिसेले 10,245 10,245 आउ 20 जो कले 10,265 एवं से 20 जो कले 10,285 है च 10,992 10,993 एटी क्रम अनुसार संख्या गुड़ी को लेखा हो 10,992 पर संख्या हूँ 10,993 है देख 10,994 तार पर संख्या हम 10,994 तार पर संख्या 10,995 तार पर संख्या हम 10,996 है तार पर संख्या हम 10,997 10,998 है लेखा हम 10,999 10,000
999 ହେଲା। ତାପରେ କେତେ 999 ରେ 1 ଯୋଗ କଲେ 1000 ବୋଲେ 11,000। ଇଏ ହେଲା 11,000 11,001। 6 10,794, 10,796, 10,798। ଦେଖ ଏଠି 94, 96, 98 2 ଲେଖାଏଁ ଅଧିକ ହେଇଛି। ତେଣୁ ଆମେ 2 ଲେଖାଏଁ ଯୋଗ କରି କରି ସଂଖ୍ୟା ଗୁଡ଼ିକୁ ଲେଖିବା। ବୋଲେ 10,798 ରେ 2 ଯୋଗ କଲେ 98 2 100 ବୋଲେ 10,800। 10,800 ସେଥିରେ 2 ଯୋଗ କଲେ 10,802। 10,802 ତାପରେ 10,804। 10,804 ତାପରେ 10,806। 10,806 ହେଲା। ଏବଂ ତଳେ ଲେଖା ହବ 10,808। ଏଠି 10,810। ତାପରେ 10,812। ଦେଖ 73,005, 72,004। ଦେଖ ଏଠି 1000 ଘରୁ ଅଙ୍କ 1 କମ ହଉଛି ଏବଂ ଏକକ ଅଙ୍କ ମଧ୍ୟ 1 କମିବ। 71,003 ହେବ 71,003। 70,002, 70,002। 69,001, 69,001। 68,000, 67,000। 999, 66,998। 997, 64,996, 996। 6ରେ ରହିଛି 82,350, 83,350 ହେଲା। କେବଳ ଗୋଟିଏ 1000 ଲେଖାଏଁ ବା 1000 ଘର ଅଙ୍କ 1 ଅଧିକ ହଉଛି। 82, 83, 84 ଏଭଳିଆ ହବ। ବାକି ସବୁ ସମାନ ରହିବ ହେଲା। 84,350 ତାପରେ 85,350 ତାପରେ 86,350, 87,350 ଏବଂ 88,350 ହେଲା। ଏ ତଳେ ଲେଖା ହବ 89,350, 89,350। ଏଇଟା ହବ 90,350। ଏଇଟା ହବ 91,350 ହେଲା। ଦେଖ 2 ନମ୍ବର ଆବଶ୍ୟକ ସ୍ଥଳେ କମା ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର। ଏଠି ସଂଖ୍ୟା ଲେଖା ହେଇଛି ଆଉ ସଂଖ୍ୟାର ନାମ କମା ଦେଇକି ଆମେ ବ୍ୟବହାର କରିକି ଲେଖିପାରିବା। 8,045 ଲେଖା ହେଇଛି 8,045। ଦେଖ ଏଠି ଅଛି 7,209 ହେଲା। ଲେଖିବା 7,209
9। 10,599। 500। 99। ତାପରେ ଏଠି ଦେଖ ସଂଖ୍ୟାର ନାମ ଅଛି 10,743। ବା 10,000 ହେଲା, କମା ଆମେ ଜାଣିଛେ 10,000 ଘର ଆଉ 100 ଘର ମଝିରେ କମା ଲାଗିବ, ତେଣୁ 10,000 କମା ଲେଖିଦେଲ 743। 743 ହେଲା, 10,743। ତାପରେ ଅଛି 20,869। ଏଠି ମଧ୍ୟ ଲେଖିଦେଇଛି ଏଇଟା 20,869। 13,579। 13,579। 10,010 ବୋଲେ 10,000 ହେଲା, କମା ଦେଲ 10, ଶତକ ଘରେ ରହିବ 0 ହେଲା, ଏଭଳିଆ ଲେଖା। 56,491। 56,491 କମା ଦେଇକି 491 ହେଲା। ଏଠି ସଂଖ୍ୟା ଅଛି 45,045। 45,045। 39,593। 40,593। 50,005। 50,005। 26,050। 26,050। ତାପରେ ଅଛି 81,200। 200। 90,009। 90,000 କମା ଦେଲ 9 ଅଛି, ଅର୍ଥାତ 100 ଆଉ 100କ ସ୍ଥାନ ଆଉ 10କ ସ୍ଥାନରେ 0 ହେବ ହେଲା, ତେଣୁ 009। 90,009। 23,230। 23,230। 230। 230 ଏଇଭଳି ଲେଖିବ। 36,001 ହେଲା, 36,001। 36,000 ଦେଖ, 36,000 ଆଉ 1 ବୋଲେ ଶତକ, ଦଶକ ଘରେ 0 ଲେଖିକି 1, 36,001।
ନିମ୍ନରେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ଲେଖ। ଆବଶ୍ୟକ ସ୍ଥଳେ ସଂଖ୍ୟା ରେଖାର ବ୍ୟବହାର କରିପାରିବ। ଏଠି ସଂଖ୍ୟା ଗୁଡ଼ିକ ଅଛି 40,347, 34,407, 40,473, 34,740, 73,404, 74,430, 47,340 ଆଉ 18,926 ହେଲା। ୟାକୁ ଆମେ ସାନରୁ ବଡ଼ କ୍ରମରେ ସଜେଇକି ଲେଖିବା। ଏଠି ଗୋଟେ ସଂଖ୍ୟା ରେଖା ଦେଇଛି, ସେ ତା ସାହାଯ୍ୟରେ ମଧ୍ୟ ଲେଖିପାରିବା। ବୋଲେ 0ରୁ 20,000, ତାପରେ 20,000ରୁ 40,000, 40,000ରୁ 60,000, 60,000ରୁ 80,000 ଏଇଭଳି ଭାବରେ ସଜେଇ ଦେଲେ ହବ। ତେବେ 0ରୁ 20,000 ଭିତରେ କୋଉ କୋଉ ସଂଖ୍ୟା ଅଛି? କେବଳ ଗୋଟିଏ ସଂଖ୍ୟା ଅଛି 18,926, 18,926। ତାପରେ 20,000ରୁ 40,000 ଭିତରେ କୋଉ କୋଉ ସଂଖ୍ୟା ଅଛି? ଯୋଡ଼ିଏ ସଂଖ୍ୟା ଅଛି, ଗୋଟେ 34,407 ଆଉ ଗୋଟେ 34,740। ତାହେଲେ ସାନ ଏ ଭିତରେ କିଏ? ଏ ଦୁଇଟା ଭିତରେ କିଏ ସାନ? ଆଗ ସାନଟା ଲେଖିବା ନା। ତେଣୁ ସାନ ହେଲା କିଏ? 407, 34,407। ତେଣୁ ଏଠି ଲେଖିବା 34,407। ତାଠାରୁ ବଡ଼ ହେଉଛି 34,740। ହେଲା। 40,000ରୁ 60,000 ଭିତରେ କୋଉ କୋଉ ସଂଖ୍ୟା ଅଛି? ଗୋଟେ 47,340 ଆଉ ଗୋଟେ ରହିଛି 40,473 ଏବଂ 40,347। ତାହେଲେ ଏଥିରେ 40,347 ଆଉ 40,473 ଏଥିରେ ସାନ ହେଲା କିଏ? 347, 40,347। ଏଠି ରହିବ 40,347 ହେଲା। ତାଠାରୁ ବଡ଼ ହେଲା 40,473, 40,473, 47,340 ତାଠୁ ବଡ଼, 47,340 ହେଲା। 60,000ରୁ 80,000 ଭିତରେ ସଂଖ୍ୟା ରହିଲା ଗୋଟେ 74,430 ରହିଲା ଆଉ ଗୋଟିଏ 73,404 ହେଲା। ତେବେ ଏ ଭିତରେ ସାନ ହେଲା କିଏ? 73,404 ଏବଂ ତାଠାରୁ ବଡ଼ ହେଲା 74,430 ହେଲା। ଇଏ ହେଲା ସାନରୁ ବଡ଼ କ୍ରମରେ ଏଭଳି ଭାବରେ ସଂଖ୍ୟା ଗୁଡ଼ିକୁ ସଜେଇକି ଲେଖିବା। ଠିକ୍ ଅଛି, ଆଜିର ଭିଡ଼ିଓକୁ ଏଠି ରଖିବା। ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର ଆଉ କମେଣ୍ଟ କରିବ। ଅବଶିଷ୍ଟ ପ୍ରଶ୍ନ ସମାଧାନ ଆଗାମୀ ଭିଡ଼ିଓରେ କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।